ଆମେ ସମସ୍ତେ ଏହି କଥାଟି ବାରମ୍ବାର ଶୁଣିଛେ, ବର୍ତ୍ତମାନରେ ବଞ୍ଚିବା। ଶୁଣିବାକୁ ତ ବହୁତ ଭଲ ଲାଗେ, କିନ୍ତୁ ଏହାର ଅସଲ ମାନେ କ'ଣ? ଆଉ ଏହା କ'ଣ ସତରେ ସମ୍ଭବ? ଆଜିର ଏହି ଆଲୋଚନାରେ ଆମେ ବୌଦ୍ଧ ଦର୍ଶନର ଗଭୀରତାକୁ ଯାଇ ଏହି ରହସ୍ୟକୁ ବୁଝିବାକୁ ଚେଷ୍ଟା କରିବା। ତେବେ ଆମର ଆଜିର ଯାତ୍ରା କେମିତି ହେବ? ଦେଖନ୍ତୁ, ପ୍ରଥମେ ଆମେ ଆମ ମନ ଭିତରେ ଥିବା ସେଇ ଚଗଲା ମାଙ୍କଡ଼ ସହିତ ପରିଚିତ ହେବା। ତାପରେ ତାକୁ କେମିତି ଦେଖିବା ସେ କଳା ଶିଖିବା। ନିଜ ପାଇଁ ଗୋଟେ ଆଙ୍କର୍ ବା ଲଙ୍ଗର ଖୋଜିବା। ଆଉ ଶେଷରେ ଏସବୁ କଥାକୁ ଆମର ପ୍ରତିଦିନର ଜୀବନରେ କେମିତି କାମରେ ଲଗେଇବା ସେ ବିଷୟରେ ଜାଣିବା। ତେବେ ଚାଲନ୍ତୁ ଆରମ୍ଭ କରିବା। ଆସନ୍ତୁ ପ୍ରଥମ ଭାଗକୁ ଯିବା। ଆମ ମନ ଭିତରର ମାଙ୍କଡ଼। ଆମ ସମସ୍ତଙ୍କ ମନ ଏତେ ଅସ୍ଥିର କାହିଁକି? ଆସନ୍ତୁ ଏହାର ମୂଳ କାରଣ ଖୋଜିବା। କେବେ ଏମିତି ଅନୁଭବ ହୋଇଛି, ଘରେ ବସିଛନ୍ତି, ସମସ୍ତଙ୍କ ସହ ଖାଉଛନ୍ତି, କିନ୍ତୁ ମନ ପଡ଼ୁଛି ଅଫିସରେ। କାଲି କ'ଣ କାମ ଅଛି, କେମିତି ହେବ? ଏମିତି ଆମ ସମସ୍ତଙ୍କ ସହ ହୁଏ, ନୁହେଁ କି? ଆମ ଶରୀର ଗୋଟେ ଜାଗାରେ ଥାଏ, ଆଉ ମନ ଆଉ କେଉଁଠି ଘୁରି ବୁଲୁଥାଏ। ଜାଣିଛନ୍ତି, ବୌଦ୍ଧ ଦର୍ଶନରେ ଏହି ଅସ୍ଥିର ମନ ପାଇଁ ଗୋଟେ ବହୁତ ମଜାଦାର ନାଁ ଅଛି। ଏହାକୁ କୁହାଯାଏ ବନ୍ଦର ମନ ବା ମଙ୍କି ମାଇଣ୍ଡ। ଭାବି ଦେଖନ୍ତୁ, ଗୋଟେ ମାଙ୍କଡ଼ କେମିତି ଗୋଟେ ଡାଳରୁ ଆଉ ଗୋଟେ ଡାଳକୁ ଡେଇଁ ଚାଲିଥାଏ, କେବେ ବି ସ୍ଥିର ହୁଏନି। ଆମ ମନ ବି ଠିକ୍ ସେମିତି। ଏହି ମୁହୂର୍ତ୍ତରେ ଅତୀତର କୌଣସି ଭୁଲ ପାଇଁ ଦୁଃଖ କରୁଥିବ, ତ ଆର ମୁହୂର୍ତ୍ତରେ ଭବିଷ୍ୟତର ଚିନ୍ତା କରି ବ୍ୟସ୍ତ ହୋଇପଡ଼ିବ। ତେବେ ପ୍ରଶ୍ନ ହେଉଛି, ଏହି ମାଙ୍କଡ଼କୁ ଶାନ୍ତ କରିବା କେମିତି? ଆସନ୍ତୁ ଦ୍ୱିତୀୟ ଭାଗକୁ, ପର୍ଯ୍ୟବେକ୍ଷଣର କଳା। ତେବେ ଏହି ମାଙ୍କଡ଼କୁ ଜୋର ଜବରଦସ୍ତ ପିଞ୍ଜରାରେ ପୂରେଇବା କ'ଣ ଠିକ୍? ନା, ବରଂ ତାକୁ ନିୟନ୍ତ୍ରଣ କରିବାର ଏକ ଅଲଗା ଉପାୟ ଅଛି, ଯାହାକୁ କୁହାଯାଏ ସତି ବା ମାଇଣ୍ଡଫୁଲନେସ୍। ଏହି ଦୁଇଟି ଉପାୟର ଭିତରେ ଫରକ ବୁଝିବା ବହୁତ ଜରୁରୀ। ଆମେ ସାଧାରଣତଃ କ'ଣ କରୁ? ଆମେ ମନକୁ ଜୋର କରି ଚୁପ୍ କରାଇବାକୁ ଚେଷ୍ଟା କରୁ। ନା, ଏମିତି ଭାବିବିନି। କିନ୍ତୁ ସେମିତି କଲେ ମନ ଆହୁରି ଅସ୍ଥିର ହୁଏ। ମାଇଣ୍ଡଫୁଲନେସ୍ କୁହେ, ମନକୁ ଜବରଦସ୍ତି କରନି, ବରଂ ଟିକେ ଦୂରରେ ରହି ଜଣେ ସାକ୍ଷୀ ଭଳି ତାର ଖେଳ ଦେଖ। କେବଳ ଲକ୍ଷ୍ୟ କର, ଓହୋ, ମନ ଏବେ ଭବିଷ୍ୟତକୁ ପଳେଇଲା। ଆଚ୍ଛା, ଏବେ ପୁଣି ଅତୀତ କଥା ଭାବୁଛି। କୌଣସି ଭଲ ଖରାପ ବିଚାର ନ କରି କେବଳ ଦେଖିବା। ତୃତୀୟ ଭାଗ, ଆପଣଙ୍କର ଆଙ୍କର ଖୋଜିବା। ଠିକ୍ ଅଛି, ମନ ତ ଭଟକିବ, କିନ୍ତୁ ଯେତେବେଳେ ସେ ଭଟକି ଯାଉଛି, ତାକୁ ଫେରେଇ ଆଣିବା ପାଇଁ କିଛି ଉପାୟ ଦରକାର। ଆସନ୍ତୁ କିଛି ସହଜ କୌଶଳ ବିଷୟରେ କଥା ହେବା। ଏହି ଦୁଇଟି ଉପାୟ ବହୁତ ସରଳ, କିନ୍ତୁ ଭାରି ଶକ୍ତିଶାଳୀ। ଏମାନେ ହିଁ ଆମର ଆଙ୍କର ବା ଲଙ୍ଗର। ପ୍ରଥମଟି ହେଲା ନିଜ ଶରୀରକୁ ଅନୁଭବ କରିବା। ଯେମିତିକି ଆପଣଙ୍କ ପାଦ ଚଟାଣକୁ ଛୁଇଁଛି କିମ୍ବା ଆପଣଙ୍କ ପିଠି ଚେୟାରରେ ଲାଗିଛି। ଏହି ଅନୁଭବ ଆମକୁ ଚିନ୍ତାର ଦୁନିଆରୁ ବାହାର କରି ବାସ୍ତବ ଦୁନିଆକୁ ଆଣେ। ଆଉ ଦ୍ୱିତୀୟଟି ଆମ ନିଶ୍ୱାସ ପ୍ରଶ୍ୱାସ। କାରଣ ଆମେ କେବେ ବି ଅତୀତ କିମ୍ବା ଭବିଷ୍ୟତର ନିଶ୍ୱାସ ନେଇପାରିବାନି, କେବଳ ବର୍ତ୍ତମାନର ହିଁ ନେଇପାରିବା। ତେଣୁ ଯେତେବେଳେ ବି ମନ ବେଶୀ ଅସ୍ଥିର ଲାଗେ, କେବଳ ନିଜ ନିଶ୍ୱାସ ଉପରେ ଟିକେ ଧ୍ୟାନ ଦେଲେ ଯଥେଷ୍ଟ। ଆଉ ଏହି କଥାଟି ସବୁବେଳେ ମନେ ରଖିବା ଦରକାର। ମନ ଯେ ଭଟକିବନି, ସେଟା ବିଜୟ ନୁହେଁ। ମନ ତ ଭଟକିବ ହିଁ ଭଟକିବ, ତାହା ତାର ସ୍ୱଭାବ। ଅସଲି ବିଜୟ ହେଉଛି ଯେତେ ଥର ସେ ଭଟକିବ, ସେତେ ଥର ଧୈର୍ଯ୍ୟର ସହିତ, ବିନା ବିରକ୍ତ ହୋଇ ତାକୁ ଧୀରେ କରି ଫେରାଇ ଆଣିବା। ଯଦି ଗୋଟେ ମିନିଟରେ 50 ଥର ମନ ଯାଉଛି, ତେବେ 50 ଥର ତାକୁ ଫେରାଇ ଆଣିବା ହିଁ ଅଭ୍ୟାସ। ଚତୁର୍ଥ ଭାଗ, ନଦୀ ପରି ଭାବନା। ଏବେ ଆମେ ସେହି ଦେଖିବାର କଳାକୁ ଆଉ ଟିକେ ଆଗକୁ ନେବା। ଏଥର କେବଳ ଚିନ୍ତା ନୁହେଁ, ଆମର ଭାବନା, ଯେମିତିକି ରାଗ, ଖୁସି, ଦୁଃଖ, ସେ ସବୁକୁ କେମିତି ଦେଖିବା ସେ ବିଷୟରେ ଜାଣିବା। ଏଥିପାଇଁ ବୌଦ୍ଧ ଦର୍ଶନରେ ଗୋଟେ ବହୁତ ହି ସୁନ୍ଦର ଶବ୍ଦ ଅଛି, ଯଥାଭୂତ। ଏହାର ସରଳ ଅର୍ଥ ହେଉଛି, ଜିନିଷଗୁଡ଼ିକୁ ସେମାନେ ଯେମିତି ଅଛନ୍ତି ଠିକ୍ ସେମିତି ଦେଖିବା, ତା ଉପରେ ଭଲ କିମ୍ବା ଖରାପର ଲେବଲ ନ ଲଗେଇ। ଏହି ନଦୀର ଉଦାହରଣକୁ ଟିକେ ଭାବନ୍ତୁ। ଆମର ଯେତେ ସବୁ ଭାବନା, ରାଗ, ଖୁସି, ଈର୍ଷା, ଦୁଃଖ, ଏସବୁ ଗୋଟେ ନଦୀର ପ୍ରବାହ ଭଳି। ଆମେ ସାଧାରଣତଃ କ'ଣ କରୁ? ସେହି ନଦୀରେ ଡେଇଁ ପଡ଼ୁ ଆଉ ସ୍ରୋତରେ ଭାସିଯାଉ। କିନ୍ତୁ ଯଥାଭୂତର ଅଭ୍ୟାସ ହେଉଛି ନଦୀ କୂଳରେ ଶାନ୍ତରେ ବସି ସେହି ପ୍ରଭାବକୁ ଦେଖିବା। କେବଳ ଲକ୍ଷ୍ୟ କରିବା ଯେ ହଁ, ଏବେ କ୍ରୋଧର ଲହରୀ ଆସିଲା, ଆଉ ଏବେ ସେ ଚାଲିଗଲା। ଏହି ଅନୁଭବ ଆସିଲା, ଏବେ ଏହା ବି ଚାଲିଗଲା। ଏହା ସବୁବେଳେ ପାଇଁ ନୁହେଁ, ଆଉ ଏହା ହିଁ ମୋର ପରିଚୟ ନୁହେଁ। ଭାଗ 5, ଦୁଇଟି ଟାଣୁଥିବା ଶକ୍ତି। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସୁଛି, କେଉଁ ଜିନିଷ ଆମକୁ ବାରମ୍ବାର ଏହି ନଦୀ ଭିତରକୁ ଟାଣି ନେଉଛି? କାହିଁକି ଆମ ମନ ବର୍ତ୍ତମାନରେ ରହିବାକୁ ଏତେ କଷ୍ଟ ପାଉଛି? ଆସନ୍ତୁ ଏହାର ମୂଳ କାରଣ ଜାଣିବା। ବୌଦ୍ଧ ଦର୍ଶନ କହେ, ମୂଳରେ ଦୁଇଟି ଶକ୍ତି କାମ କରୁଛି। ଗୋଟିଏ ହେଲା ରାଗ ଅର୍ଥାତ୍ ଆସକ୍ତି। ଏହା ଆମକୁ ସୁଖଦ ଜିନିଷ ଆଡ଼କୁ ଟାଣେ।
ଯେମିତିକି ଆହୁରି ପାଇବାର ଇଚ୍ଛା। ଏହା ଆମକୁ ଭବିଷ୍ୟତରେ ବଞ୍ଚିବାକୁ ବାଧ୍ୟ କରେ। ଆଉ ଅନ୍ୟଟି ହେଲା ଦ୍ୱେଷ। ଏହା ଆମକୁ ଅପ୍ରୀତିକର ଜିନିଷଠାରୁ ଦୂରେଇ ନେବାକୁ ଚେଷ୍ଟା କରେ। ଏହା ଆମକୁ ଅତୀତର ଖରାପ ଅନୁଭୂତି କିମ୍ବା ଭବିଷ୍ୟତର ଭୟ ଭିତରେ ବାନ୍ଧି ରଖେ। ଏହି ହଜାର ହଜାର ବର୍ଷ ପୁରୁଣା କଥା ଆଜିର ଦୁନିଆରେ କେତେ ସତ ଟିକେ ଭାବି ଦେଖନ୍ତୁ। ଆମ ସୋଶାଲ ମିଡିଆ ଫିଡ୍ ଆଉ କ'ଣ, ଏହା ରାଗ ବା ଆସକ୍ତିର ଗୋଟେ ଅସରନ୍ତି ସମୁଦ୍ର। ଆମେ ସ୍କ୍ରୋଲ କରି ଚାଲିଥାଉ ଆହୁରି କିଛି ଭଲ ଦେଖିବାକୁ। ଆଉ ନ୍ୟୁଜ୍ ଚ୍ୟାନେଲ, ସେଗୁଡ଼ିକ ଦ୍ୱେଷକୁ ବଢ଼ାନ୍ତି, ସବୁବେଳେ କିଛି ନା କିଛି ବିପଦ, କିଛି ନା କିଛି ଭୟ ଦେଖାଇ। ଆମର ମାଙ୍କଡ଼ ମନ ପ୍ରକୃତରେ ଏହି ରାଗ ଆଉ ଦ୍ୱେଷର ଡାଳରେ ହିଁ ଡିଆଁଡେଇଁ କରୁଥାଏ। ଷଷ୍ଠ ଭାଗ, ଦୈନନ୍ଦିନ ଜୀବନରେ ମାଇଣ୍ଡଫୁଲନେସ୍। ତେବେ ଏହି ସବୁ ଦାର୍ଶନିକ କଥାକୁ ଆମେ ଆମର ପ୍ରତିଦିନର ଜୀବନରେ କେମିତି କାମରେ ଲଗାଇବା? ଆସନ୍ତୁ ଦେଖିବା। ଏହି ଟେବୁଲଟି ସବୁକିଛି ସ୍ପଷ୍ଟ କରିଦେଉଛି। ଉଦାହରଣ ସ୍ୱରୂପ, ଖାଇବା। ମାଇଣ୍ଡଲେସ୍ ଉପାୟ ହେଲା ଟିଭି ଦେଖୁ ଦେଖୁ କିମ୍ବା ଫୋନ୍ ଚଳଉ ଚଳଉ ଖାଇବା। ଆଉ ମାଇଣ୍ଡଫୁଲ୍ ଉପାୟ, କେବଳ ଖାଇବା ଉପରେ ଧ୍ୟାନ ଦେବା, ପ୍ରତିଟି ଗୁଣ୍ଡାର ସ୍ୱାଦ ଆଉ ଗଠନକୁ ଅନୁଭବ କରିବା। ସେମିତି କଥା ହେବାବେଳେ, ଅନ୍ୟ ଜଣକର କଥା ଶୁଣିବା ବେଳେ ନିଜେ କ'ଣ କହିବେ ସେ କଥା ନ ଭାବି ପ୍ରକୃତିରେ ତାଙ୍କ କଥାକୁ ମନଦେଇ ଶୁଣିବା। ଆଉ କାମ କରିବା ବେଳେ ଫଳ କ'ଣ ହେବ ସେ ଚିନ୍ତା ଛାଡ଼ି କେବଳ କାମରେ ଏମିତି ମଜିଯିବା ଯେ ସମୟର ଜ୍ଞାନ ରହିବନି। ଏହାକୁ ଆଜିକାଲି ଫ୍ଲୋ ଷ୍ଟେଟ୍ ବୋଲି କୁହାଯାଉଛି। ଶେଷରେ ଭଗବାନ ବୁଦ୍ଧଙ୍କର ଏହି କଥାଟି ସବୁକିଛିକୁ ଗୋଟିଏ ସୂତାରେ ବାନ୍ଧି ଦେଉଛି। ଅତୀତ ଚାଲିଯାଇଛି, ଭବିଷ୍ୟତ ଆସିନାହିଁ। ବଞ୍ଚିବା ପାଇଁ କେବଳ ଗୋଟିଏ ମୁହୂର୍ତ୍ତ ହିଁ ଅଛି, ଆଉ ତାହା ହେଉଛି ବର୍ତ୍ତମାନ। ଜୀବନ ମାନେ ଭବିଷ୍ୟତରେ ଘଟିବାକୁ ଥିବା କୌଣସି ବଡ଼ ଘଟଣା ନୁହେଁ। ଜୀବନ ହେଉଛି ଏହି ଛୋଟ ଛୋଟ ଏବେର ମୁହୂର୍ତ୍ତଗୁଡ଼ିକର ଏକ ସମାହାର। କିନ୍ତୁ ଏହିସବୁ ଆଲୋଚନା ପରେ ମନରେ ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଯଦି ଆମକୁ ସବୁବେଳେ ବର୍ତ୍ତମାନରେ ରହିବାକୁ ହେବ, ତାହେଲେ କ'ଣ ଆମେ ଭବିଷ୍ୟତ ପାଇଁ କିଛି ଯୋଜନା କରିବାନି, ଲକ୍ଷ୍ୟ ସ୍ଥିର କରିବାନି? କେମିତି ଆମେ ଗୋଟେ ଗନ୍ତବ୍ୟସ୍ଥଳ ପାଇଁ ଯୋଜନା କରିବା, କିନ୍ତୁ ସେହି ଯାତ୍ରାର ଆନନ୍ଦକୁ ହରାଇବାନି? ଏହା ଏକ ଏମିତି ପ୍ରଶ୍ନ ଯାହାର ଉତ୍ତର ବୋଧହୁଏ ଆମ ସମସ୍ତଙ୍କୁ ନିଜ ନିଜ ଭିତରେ ଖୋଜିବାକୁ ପଡ଼ିବ।